ଏକ ସମୟର କଥା, ଗୋଟିଏ ଜଙ୍ଗଲ ପାଖରେ ଏକ ଛୋଟ ଗାଁ ଥିଲା। ସେହି ଗାଁରେ ଅର୍ଜୁନ ଓ ମାଧବ ନାମରେ ଦୁଇ ବନ୍ଧୁ ରହୁଥିଲେ। ଦୁଇ ଜଣ ସବୁବେଳେ ସବୁ ସମୟରେ ସାଙ୍ଗ ହୋଇ ରହୁଥିଲେ। ଗାଁବାଲା ମଧ୍ୟ ସେମାନଙ୍କ ବନ୍ଧୁତ୍ୱର ଉଦାହରଣ ଦେଉଥିଲେ। ଦିନେ ଗାଁକୁ ଖବର ଆସିଲା କି ପାଖ ଜଙ୍ଗଲକୁ ଗୋଟିଏ ଭାଲୁ ଆସିଛି। ଗାଁର ଲୋକମାନେ ଡରିଗଲେ ଓ ସମସ୍ତଙ୍କୁ ସାବଧାନ କରିଦେଲେ ଯେ ସେ ଜଙ୍ଗଲ ଆଡ଼କୁ କେହି ଯିବେ ନାହିଁ। ହେଲେ ଅର୍ଜୁନର ସହରରେ କାମ ଥିଲା, ତେଣୁ ସେମାନେ ଭାବିଲେ ଜଙ୍ଗଲ ରାସ୍ତା ଦେଇ ସହରକୁ ଯିବା ପାଇଁ। ଦୁଇ ବନ୍ଧୁ ସହରକୁ ଯିବା ପାଇଁ ବାହାରି ପଡ଼ିଲେ। ଜଙ୍ଗଲ ରାସ୍ତାରେ ଯାଉ ଯାଉ ସାମ୍ନାରେ ଭାଲୁ ଦେଖାଗଲା। ଅର୍ଜୁନ ଡରିଗଲା ଓ ଶୀଘ୍ର ପାଖ ଗଛରେ ଚଢ଼ିଗଲା। ତାକୁ ଗଛ ଚଢ଼ିବା ଆସୁଥିଲା, ତେଣୁ ସେ ଗଛ ଉପରେ ଚଢ଼ିଗଲା। ମାଧବ ମଧ୍ୟ ଚେଷ୍ଟା କଲା, କିନ୍ତୁ ସେ ଚଢ଼ିପାରିଲା ନାହିଁ। ସେ ତଳେ ମଲା ଭଳି ପଡ଼ିଗଲା ଓ ମରିଯିବାର ଅଭିନୟ କଲା। ଭାଲୁ ଧୀରେ ଧୀରେ ମାଧବ ପାଖକୁ ଆସିଲା ଓ ସେ ମାଧବକୁ ମରିଯାଇଛି ବୋଲି ଭାବି ସେ ମାଧବକୁ ଛାଡ଼ି ସେଠୁ ଚାଲିଗଲା। ଭାଲୁ ଚାଲିଗଲା ପରେ ଅର୍ଜୁନ ଗଛରୁ ତଳକୁ ଓହ୍ଲାଇ ଆସିଲା। ସେ ହସି ହସି କହିଲା, ଆରେ ଭାଇ, ଭାଲୁ ତୁମ କାନରେ କ'ଣ କହୁଥିଲା? ଏହା ଶୁଣି ମାଧବ ଗମ୍ଭୀର ଭାବରେ କହିଲା, ଭାଲୁ କହିଲା, ଭଲ ସାଙ୍ଗ ଅସୁବିଧା ସମୟରେ କେବେ ମଧ୍ୟ ଏକୁଟିଆ ଛାଡ଼ି ନଥାଏ। ଅର୍ଜୁନକୁ ବହୁତ ଲଜ୍ଜା ଅନୁଭବ ହେଲା। ସେ ବୁଝିଗଲା କି ଭଲ ସାଙ୍ଗରେ ଅର୍ଥ କେବଳ ହସ ଖୁସିରେ ସମୟରେ ବିତାଇବା ନୁହେଁ, ବରଂ ଅସୁବିଧା ସମୟରେ ସାହାଯ୍ୟ କରିବା ମଧ୍ୟ ହୋଇଥାଏ। ସେହିଦିନଠାରୁ ଅର୍ଜୁନ ତା ସାଙ୍ଗମାନଙ୍କ ସଙ୍କଟରେ କେବେ ମଧ୍ୟ ଛାଡ଼ିଲା ନାହିଁ। ସେ ଅର୍ଜୁନ ତା ନିଜର ଭୁଲ ବୁଝିପାରିଲା। ଦୁଇ ଜଣଙ୍କ ବନ୍ଧୁତ୍ୱ ପୁଣି ଥରେ ଗଢ଼ି ଉଠିଲା। ଏହାର ଶିକ୍ଷା ହେଲା, ଭଲ ବନ୍ଧୁ ସିଏ ହୋଇଥାଏ ଯିଏ ଅସୁବିଧା ସମୟରେ ସାଥିରେ ରହିଥାଏ।